ଆଦି ପୁସ୍ତକ ଅଧ୍ୟାୟ 21। ଇସାକଙ୍କ ଜନ୍ମ। ଏଥି ଉତ୍ତାରେ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ସାରାର ତତ୍ତ୍ୱାବଧାନ କଲେ। ପୁଣି ସଦାପ୍ରଭୁ ଯାହା କହିଥିଲେ ସାରା ପ୍ରତି ତାହା କଲେ। ତହିଁରେ ସାରା ଅବ୍ରାହମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ। ସେତେବେଳେ ଅବ୍ରାହମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସାକ ରଖିଲେ। ପୁଣି ଅବ୍ରାହମ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆପଣା ପୁତ୍ର ଇସାକକୁ ଅଷ୍ଟମ ଦିନରେ ସୁନ୍ନତ କଲେ। ଅବ୍ରାହମଙ୍କର 100 ବର୍ଷ ବୟସରେ ତାଙ୍କର ପୁତ୍ର ଇସାକ ଜାତ ହେଲା। ଆଉ ସାରା କହିଲେ, ପରମେଶ୍ୱର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋ ସହିତ ହସିବେ। ସେ ଆହୁରି କହିଲେ, ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ। ଏ କଥା ଅବ୍ରାହମଙ୍କୁ କିଏ କହିପାରନ୍ତା? ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି। ଆଉ ବାଳକ ବଡ଼ ହୁଅନ୍ତେ ସେମାନେ ତାକୁ ସ୍ତନପାନ ତ୍ୟାଗ କରାଇଲେ। ପୁଣି ଯେଉଁଦିନ ଇସାକକୁ ସ୍ତନପାନ ତ୍ୟାଗ କରାଇଲେ, ସେହିଦିନ ଅବ୍ରାହମ ମହାଭୋଜ ପ୍ରସ୍ତୁତ କଲେ। ହାଗାର ଓ ଇସ୍ମାଏଲ ବିତାଡ଼ିତ। ଏଥି ଉତ୍ତାରେ ମିଶରିଆ ହାଗାର ଅବ୍ରାହମଙ୍କ ନିମନ୍ତେ ଯେଉଁ ପୁତ୍ର ଜନ୍ମ କରିଥିଲା, ସାରା ଦେଖିଲା ସେ ପରିହାସ କରୁଅଛି। ଏହେତୁ ସେ ଅବ୍ରାହମଙ୍କୁ କହିଲା, ତୁମ୍ଭେ ଏହି ଦାସୀକୁ ଓ ଏହାର ପୁତ୍ରକୁ ଦୂର କରିଦିଅ, କାରଣ ଏହି ଦାସୀର ପୁତ୍ର ମୋହର ପୁତ୍ର ଇସାକ ସହିତ ଉତ୍ତରାଧିକାରୀ ହେବ ନାହିଁ। ଏହି କଥା ଶୁଣି ଅବ୍ରାହମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ। ସେତେବେଳେ ପରମେଶ୍ୱର ଅବ୍ରାହମଙ୍କୁ କହିଲେ, ତୁମ୍ଭେ ଏହି ବାଳକ ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ। ସାରା ତୁମ୍ଭକୁ ଯାହା କହୁଅଛି ତାହାର ସେହି କଥାରେ ମନୋଯୋଗ କର। ଯେହେତୁ ଇସାକଠାରୁ ତୁମ୍ଭର ବଂଶ ବିଖ୍ୟାତ ହେବ, ଆଉ ଏହି ଦାସୀର ପୁତ୍ର ତୁମ୍ଭର ବଂଶ, ଏଣୁ ଆମ୍ଭେ ତାହାଠାରୁ ଏକ ଗୋଷ୍ଠୀ ଉତ୍ପନ୍ନ କରିବା। ଏଥି ଉତ୍ତାରେ ଅବ୍ରାହମ ପ୍ରଭାତରେ ଉଠି ରୁଟି ଓ ଜଳପୂର୍ଣ୍ଣ କୁମ୍ଫା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକଙ୍କୁ ସମର୍ପଣ କରି ତାହାଙ୍କୁ ବିଦାୟ କଲେ। ତହିଁରେ ସେ ପ୍ରସ୍ଥାନ କରି ବେର୍ଷେବା ନାମକ ପ୍ରାନ୍ତରରେ ପଥ ହରାଇଲା। ପୁଣି କୁମ୍ଫାର ଜଳ ଶେଷ ହୁଅନ୍ତେ ହାଗାର ଗୋଟିଏ ବୁଦାର ମୂଳରେ ବାଳକଙ୍କୁ ଛାଡ଼ିଦେଲା। ପୁଣି ସେ ତାହା ଆଗରୁ ଦୂରକୁ ତିରେକ ପରିମାଣ ଯାଇ ବସିଲା, କାରଣ ସେ କହିଲା, ବାଳକର ମରଣ ମୁଁ ଦେଖିବି ନାହିଁ। ପୁଣି ସେ ତାହା ଆଗରେ ବସି ଉଚ୍ଚ ସ୍ୱରରେ ରୋଦନ କଲା। ସେତେବେଳେ ପରମେଶ୍ୱର ବାଳକର ରବ ଶୁଣିଲେ। ପୁଣି ପରମେଶ୍ୱରଙ୍କ ଦୂତ ଆକାଶରୁ ଡାକି ହାଗାରଙ୍କୁ କହିଲେ, ଆଗୋ ହାଗାର, ତୁମ୍ଭର କ'ଣ ହେଲା? ଭୟ କର ନାହିଁ, କାରଣ ଯେଉଁ ସ୍ଥାନରେ ବାଳକ ଅଛି ସେହି ସ୍ଥାନରେ ପରମେଶ୍ୱର ତାହାର ରବ ଶୁଣିଅଛନ୍ତି। ତୁମ୍ଭେ ଠିଆ ହୋଇ ବାଳକଙ୍କୁ ଉଠାଇ ହସ୍ତରେ ଧର। ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ସେତେବେଳେ ପରମେଶ୍ୱର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ ସେ ସଜଳ କୂପ ଦେଖିବାକୁ ପାଇ ସେଠାକୁ ଯାଇ ଗୁମ୍ଫାରେ ଜଳ ପୁରାଏ ବାଳକକୁ ପାନ କରାଇଲା। ଏଥି ଉତ୍ତାରେ ପରମେଶ୍ୱର ବାଳକର ସହାୟ ହୁଅନ୍ତେ ସେ ବଡ଼ ହେଲା। ପୁଣି ପ୍ରାନ୍ତରରେ ଥାଇ ଧନୁର୍ଦ୍ଧର ହେଲା। ସେ ପାରଣ ନାମକ ପ୍ରାନ୍ତରରେ ବସତି କଲା। ତହିଁ ଉତ୍ତାରେ ତାହାର ମାତା ଏକ ମିଶର ଦେଶିଆ କନ୍ୟା ସଙ୍ଗେ ତାହାର ବିବାହ କଲା।